Hello student, good morning everyone. Welcome back to my channel Khogeshwar Recipe and Educational. ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ସୁରଭି 2025 କୁଇଜ୍ କମ୍ପିଟିସନ୍ ପାଇଁ ସ୍ୱତନ୍ତ୍ର ପୌଷ୍ଟିକ ଖାଦ୍ୟ ଏବଂ ଓଡ଼ିଶାର କଳା ଓ ସଂସ୍କୃତିର କେତେଗୁଡ଼ିଏ କ୍ୱେଶ୍ଚନ୍ ଏବଂ ତାର ଆନ୍ସର ବିଷୟରେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟେ କରିଦେବ ଏବଂ ଯେଉଁମାନେ ମୋ ଚ୍ୟାନେଲରେ ନୂଆରେ ଅଛ ହୃଦୟର ସହିତ ସବସ୍କ୍ରାଇବ୍ କରିନେବ। ଆଉ ଗୋଟେ କଥା, ସୁରଭି କାର୍ଯ୍ୟକ୍ରମର ସମସ୍ତ ପ୍ରତିଯୋଗିତାର ଭିଡ଼ିଓ ମୁଁ ମୋ ଚ୍ୟାନେଲରେ ଅଲରେଡ଼ି ଅପଲୋଡ଼ କରିସାରିଛି। ତୁମେମାନେ ମୋ ଚ୍ୟାନେଲ ସର୍ଚ୍ଚ କରି ସମସ୍ତ ଭିଡ଼ିଓ ପାଇପାରିବ। ତେବେ ଭିଡ଼ିଓଟି ଷ୍ଟାର୍ଟ କରିବା। ପ୍ରଥମେ ଜାଣିବା ପୌଷ୍ଟିକ ଖାଦ୍ୟର କେତେଗୋଟିଏ କ୍ୱେଶ୍ଚନ୍ ଏବଂ ତାର ଆନ୍ସର ବିଷୟରେ। ଭିଟାମିନ୍ ଏ ଅଭାବରେ କେଉଁ ରୋଗ ହୁଏ? ଅନ୍ଧାରକଣା। ଭିଟାମିନ୍ ବି ଅଭାବରେ କେଉଁ ରୋଗ ହୁଏ? ଉତ୍ତର ହେବ ବେରିବେରି। ଭିଟାମିନ୍ ସି ଅଭାବରେ କେଉଁ ରୋଗ ହୁଏ? ସ୍କର୍ଭି ରୋଗ ହୁଏ। ଭିଟାମିନ୍ ଡି ଅଭାବରେ କେଉଁ ରୋଗ ହୁଏ? ଉତ୍ତର ହେବ ରିକେଟସ୍। ଭିଟାମିନ୍ ଇ ଅଭାବରେ କେଉଁ ରୋଗ ହୁଏ? ମାଂସପେଶୀ ଦୁର୍ବଳ ହୁଏ। ଭିଟାମିନ୍ କେ ଅଭାବରେ କ'ଣ ହୁଏ? ଉତ୍ତର ହେବ ରକ୍ତ ଜମିବାରେ ବିଳମ୍ବ ହୁଏ। ଲୌହ ବା ଆଇରନ୍ ଅଭାବରେ କେଉଁ ରୋଗ ହୁଏ? ଉତ୍ତର ହେବ ଆନିମିଆ। କ୍ୟାଲସିୟମ୍ ଅଭାବରେ କ'ଣ ହୁଏ? ଉତ୍ତର ହାଡ଼ ଓ ଦାନ୍ତ ଦୁର୍ବଳ ହୁଏ। ଆୟୋଡିନ୍ ଅଭାବରେ କେଉଁ ରୋଗ ହୁଏ? ଉତ୍ତର ହେବ ଗଳଗଣ୍ଠ। ପାଣି ଅଭାବରେ କ'ଣ ହୁଏ? ଉତ୍ତର ହେବ ଡିହାଇଡ୍ରେସନ୍। ପ୍ରୋଟିନ୍ ଓ କ୍ୟାଲୋରି ଦୁହିଁଙ୍କ ଅଭାବରେ କେଉଁ ରୋଗ ହୁଏ? ଉତ୍ତର ହେବ ମାରାସ୍ମସ୍। ଭିଟାମିନ୍ ବି2ର ଅଭାବରେ କ'ଣ ହୁଏ? ଚକ୍ଷୁ ଓ ଚର୍ମ ରୋଗ ହୁଏ। ଭିଟାମିନ୍ ବି3ର ଅଭାବରେ କେଉଁ ରୋଗ ହୁଏ? ଉତ୍ତର ପେଲାଗ୍ରା। ଭିଟାମିନ୍ ଏ କେଉଁ ଖାଦ୍ୟରେ ମିଳେ? ଉତ୍ତର ହେବ ଗାଜର, ମାଛ ତେଲ, ଦୁଧ। ଭିଟାମିନ୍ ସିର ଉତ୍ସ କ'ଣ? ଲେମ୍ବୁ, କମଳା, ଆମଲା। ଭିଟାମିନ୍ ଡି କାହା ଦ୍ୱାରା ଶରୀରରେ ହୁଏ? ଉତ୍ତର ହେବ ସୂର୍ଯ୍ୟ ରଶ୍ମିରେ। ଭିଟାମିନ୍ ଇର ଉତ୍ସ କ'ଣ? ତୈଳବୀଜ ଓ ସବୁଜ ପରିବା। ଭିଟାମିନ୍ କେ କେଉଁ ଖାଦ୍ୟରେ ମିଳେ? ଉତ୍ତର ସବୁଜ ପତ୍ର ଶାଗ। ଭିଟାମିନ୍ ବି କେଉଁ ଖାଦ୍ୟରେ ଥାଏ? ଉତ୍ତର ହେବ ଡାଲି, ଅଣ୍ଡା, ମାଂସ। ତାପରେ ଜାଣିବା ଓଡ଼ିଶାର କଳା ଓ ସଂସ୍କୃତିର କେତେଗୁଡ଼ିଏ କ୍ୱେଶ୍ଚନ୍ ଓ ଉତ୍ତର। ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ସଙ୍ଗୀତ କଳାକାର କିଏ? କଳାଗୁରୁ କାଳୀଚରଣ ପଟ୍ଟନାୟକ। ପୁରୀ ଜଗନ୍ନାଥ ମନ୍ଦିର କେଉଁ ଶୈଳୀରେ ସ୍ଥାପତ୍ୟର ଉଦାହରଣ? କଳିଙ୍ଗ ସ୍ଥାପତ୍ୟ ଶୈଳୀ। ଓଡ଼ିଆ ଭାଷାର ପ୍ରଥମ ମହାକାବ୍ୟ କେଉଁଟି? ଉତ୍ତର ହେବ ଶାରଳା ଦାସଙ୍କ ମହାଭାରତ। ରସଲୀଳା କେଉଁ ଦେବତାଙ୍କ ସହ ଜଡ଼ିତ? ଉତ୍ତର ଶ୍ରୀକୃଷ୍ଣଙ୍କ ସହ। ସଙ୍ଗୀତର ତିନୋଟି ମୁଖ୍ୟ ଅଂଶ କ'ଣ? ସ୍ୱର, ଲୟ ଓ ତାଳ। ଓଡ଼ିଆ ନାଟକର ଜନକ କିଏ? ଉତ୍ତର ହେବ ଗୋପବନ୍ଧୁ ଦାସ। ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ନାଟ୍ୟ ଅନୁଷ୍ଠାନ କ'ଣ? କୋଣାର୍କ ନୃତ୍ୟ ଉତ୍ସବ। ମୟୂରଭଞ୍ଜ ଜିଲ୍ଲା କେଉଁ ନୃତ୍ୟ ପାଇଁ ପ୍ରସିଦ୍ଧ? ଉତ୍ତର ଛଉ ନୃତ୍ୟ। ଓଡ଼ିଶାର ରାଜ୍ୟ ସଙ୍ଗୀତ କ'ଣ? ବନ୍ଦେ ଉତ୍କଳ ଜନନୀ।
ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆରମ୍ଭ କେବେ ହେଲା? 1936 ମସିହାରେ। ଓଡ଼ିଆର ପ୍ରଥମ ଚଳଚ୍ଚିତ୍ର କେଉଁଟି? ଉତ୍ତର ସୀତା ବିବାହ। ରବୀନ୍ଦ୍ରନାଥ ଠାକୁର କେଉଁ ପୁରସ୍କାର ପାଇଥିଲେ? ନୋବେଲ ପୁରସ୍କାର ପାଇଥିଲେ। ରସଗୋଲା ଉତ୍ପତ୍ତି କେଉଁ ଜାଗା ସହ ଜଡ଼ିତ? ପୁରୀ ଜଗନ୍ନାଥ ମନ୍ଦିର ସହିତ। ଓଡ଼ିଆ ସଂସ୍କୃତିର ମୂଳ ମନ୍ତ୍ର କ'ଣ? ଜଗନ୍ନାଥ ଚେତନା ଓ ମାନବ ସମତା। କଳିଙ୍ଗ ନାଟ୍ୟ ଉତ୍ସବ କେଉଁ ସ୍ଥାନରେ ହୁଏ? ଉତ୍ତର ହେବ ଭୁବନେଶ୍ୱରରେ। ଏବେ ଜାଣିନେବା କେତେ ଗୋଟିଏ ଅତିରିକ୍ତ ପ୍ରଶ୍ନର ଉତ୍ତର। ଲବଣ ସତ୍ୟାଗ୍ରହ କିଏ ଆରମ୍ଭ କରିଥିଲେ? ଉତ୍ତର ହେବ ମହାତ୍ମା ଗାନ୍ଧୀ। ଗୋପବନ ଅଭିଲେଖ କାହା ସହିତ ସମ୍ବନ୍ଧିତ? ଖାରବେଳ। କେଉଁ ରାଜାଙ୍କ ଶାସନ କାଳରେ କଳିଙ୍ଗ ଯୁଦ୍ଧ ହୋଇଥିଲା? ଅଶୋକ। ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନ କ'ଣ ଥିଲା? ଉତ୍ତର ହେବ ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି। ଦାଦାଭାଇ ନାରୋଜୀ କେଉଁ ସଂଗଠନ ସହିତ ଜଡ଼ିତ ଥିଲେ? ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସ। ରାଣୀ ଲକ୍ଷ୍ମୀବାଈ କେଉଁ ଯୁଦ୍ଧରେ ଯୋଗ ଦେଇଥିଲେ? 1857ର ସିପାହୀ ବିଦ୍ରୋହରେ। ପ୍ରଥମ ଭାରତୀୟ ଉପଗ୍ରହ ଆର୍ଯ୍ୟଭଟ୍ଟ କେବେ ପ୍ରକାଶ ପାଇଲା? 1975 ମସିହାରେ। ଜାହାଙ୍ଗୀରଙ୍କ ରାଣୀଙ୍କ ନାମ କ'ଣ ଥିଲା? ଉତ୍ତର ହେବ ନୁରଜାହାନ। ନାଳନ୍ଦା ବିଶ୍ୱବିଦ୍ୟାଳୟ କେଉଁ ରାଜ୍ୟରେ ଥିଲା? ଉତ୍ତର ହେବ ବିହାର। ଆଲବେରୁନି କେଉଁ ସମ୍ରାଟଙ୍କ ସମୟରେ ଭାରତ ଆସିଥିଲେ? ଉତ୍ତର ମହମ୍ମଦ ଗଜନୀ। ଭାରତରେ କେତୋଟି ରାଜ୍ୟ ଓ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି? ଉତ୍ତର ହେବ 28ଟି ରାଜ୍ୟ ଓ 8ଟି କେନ୍ଦ୍ରଶାସିତ ଅଞ୍ଚଳ। ଭାରତ ସାଗର କେଉଁ ଦିଗରେ ଅଛି? ଉତ୍ତର ହେବ ଦକ୍ଷିଣ ଦିଗରେ। ଭାରତର ସବୁଠୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟ କେଉଁଟି? ଉତ୍ତର ଉତ୍ତରପ୍ରଦେଶ। ଭାରତର ଜାତୀୟ ଗଛ କ'ଣ? ଉତ୍ତର ହେବ ବଟଗଛ। ଭାରତର ଜାତୀୟ ମୋଟୋ କ'ଣ? ଉତ୍ତର ସତ୍ୟମେବ ଜୟତେ। ଆଜିର ଭିଡ଼ିଓଟି ଏତିକି। ଆଶା କରେ ଭିଡ଼ିଓଟି ତୁମମାନଙ୍କର ଉପଯୋଗୀରେ ଆସିବ। ଧନ୍ୟବାଦ। ନମସ୍କାର।